ସ୍ୱାଗତମ୍ ବନ୍ଧୁ। ମୁଁ କୁଳମଣି ପଣ୍ଡା। ମୋର ଫୋନ୍ ନମ୍ବର 8093355583। हे ଶ୍ରୋତା ବନ୍ଧୁ, ଆପଣ ସମସ୍ତେ ଅବଗତ ଅଛନ୍ତି ଯେ ରାହୁ କେତୁ ଗୋଟିଏ ରାଶିରେ 18 ମାସ ମାନେ 1.5 ବର୍ଷ ରହନ୍ତି। ତେଣୁ ଯଦି ସେ ସୁସ୍ଥ 1.5 ବର୍ଷ ପର୍ଯ୍ୟନ୍ତ ସୁଖ ପୁଷ୍ପବୃଷ୍ଟି କରନ୍ତି। ଯଦି ଅସୁସ୍ଥ ତାହେଲେ ଦୁଃଖ ଅଶ୍ରୁରେ ଗାଧେଇ ଦିଅନ୍ତି। ଆପଣଙ୍କ ଜାତକରେ ଜନ୍ମ ଜାତକରେ ଯଦି ରାହୁ ମୁଖ୍ୟତଃ ମିଥୁନରେ ଆଉ ସେ ଘର ନବମ ହେଇଥିବ, ନବମରେ ଆଉ ମିଥୁନରେ ଥିବେ, ତାଙ୍କୁ ତାଙ୍କର ଅନ୍ତରଙ୍ଗ ମିତ୍ର ବୁଧ ଦେଖୁଥିବେ, ମାନେ ରାହୁଙ୍କ ସପ୍ତମରେ ବୁଧ ଥିବେ, ତାହେଲେ ପୂର୍ଣ୍ଣ ସୁସ୍ଥ। ଯଦି ସେ କେବଳ ମିଥୁନରେ ସେ ଘର ନବମ ହେଇନି, ଅନ୍ୟ ସଂଖ୍ୟା ଅଛି, ମିଥୁନ, କନ୍ୟା, ତୁଳା, ବୃଷ, ମକର, କୁମ୍ଭରେ ଅଛନ୍ତି, କିମ୍ବା ତୃତୀୟ, ଷଷ୍ଠ, ଦଶମ, ଏକାଦଶରେ ଅଛନ୍ତି, ତାହେଲେ ସେ ସୁସ୍ଥ। ମାନେ ମୁଁ ସୁସ୍ଥ କହିବା ଉଦ୍ଦେଶ୍ୟ ସେ ମାନସିକ ସୁସ୍ଥ। ଜଣେ ବ୍ୟକ୍ତି ମାନସିକ ସୁସ୍ଥ ଥିଲେ ସବୁ ଭଲ ଚିନ୍ତା କରିଥାଏ। ଯେଉଁ ବ୍ୟକ୍ତି ମାନସିକ ଅସୁସ୍ଥ ସେ କେବେ ଭଲ ଚିନ୍ତା କରେନି। ଉଦାହରଣତଃ ମୁଁ ସବୁବେଳେ ଅନ୍ୟମାନଙ୍କ କଥାକୁ କାନେଇ ଶୁଣେ। କହିଲେ ମୁଁ ମାନସିକ ସୁସ୍ଥ କି? ୟା କଥା ତା ଆଗରେ କଳି ଲଗାଏ। ମୁଁ ମାନସିକ ସୁସ୍ଥ କି? ମୁଁ ଅନ୍ୟ ସମ୍ପତ୍ତିରେ ଈର୍ଷାଳୁ ହୁଏ। ମୁଁ ମାନସିକ ସୁସ୍ଥ କି? ମୁଁ ପରଘର ଭାଙ୍ଗେ। ମାନସିକ ସୁସ୍ଥ କି? ମୁଁ ଲୋଭ କରେ, ଚୋରି କରେ, ମିଛ କହେ, ଡକାୟତି କରେ, ଅନ୍ୟର କ୍ଷତି କରେ। ମୁଁ ମାନସିକ ସୁସ୍ଥ କି? ନା। ମୁଁ ସେତେବେଳେ ମାନସିକ ସୁସ୍ଥ ଯେତେବେଳେ ସେବା, ଦାନ, ଦୟା, କରୁଣା, ଉପକାର ଏଭଳି ସଦ୍ଗୁଣ ଅଧିକାରୀ ହୁଏ, ସେତେବେଳେ ମୁଁ ମାନସିକ ସୁସ୍ଥ। ଏଥର ବୁଝିଲେ ତ ସୁସ୍ଥ ଆଉ ଅସୁସ୍ଥ ବିଷୟରେ। ଯଦି ରାହୁ ସୁସ୍ଥ ତାହେଲେ ଏଇଭଳି ସେବା ଦେବେ, ଯଦି ଅସୁସ୍ଥ ତେବେ ସେ ଏଇଭଳି ସେବାରୁ ବଞ୍ଚିତ କରିବେ, ଦୁଃଖ ଅଶ୍ରୁରେ ଭସେଇ ଦେବେ। ଏବେ ଆମେ ଆଲୋଚନା କରିବାକୁ ଯାଉଛେ ତୁଳା ରାଶି। ଚିତ୍ରା 14 ନକ୍ଷତ୍ର, ସ୍ୱାତି 15 ନକ୍ଷତ୍ର, ବିଶାଖା 16 ନକ୍ଷତ୍ର। ଏହି 3 ନକ୍ଷତ୍ରଙ୍କୁ ନେଇ ତୁଳା ରାଶି ଗଠିତ। ରାହୁ ଯଦି ସୁସ୍ଥ ତେବେ 16 ନକ୍ଷତ୍ର ବିଶାଖା ନକ୍ଷତ୍ରକୁ ସେ ରାଜ ସମ୍ମାନ ଦେବେ, ଅର୍ଥାତ୍ ଆର୍ଥିକ, କାୟିକ, ମାନସିକ, ବନ୍ଧୁଗତ ଆଉ ଦାମ୍ପତ୍ୟଗତ ସୁଖ ଦେବେ। ସେ ଯଦି ସୁସ୍ଥ ତାହେଲେ ସମସ୍ତ ପ୍ରକାର ସମ୍ମାନ, ଧନ, ବନ୍ଧୁ ଅବଶ୍ୟ କରଗତ ହେବ। ଗୋଠର ଗାଈ ଅଧିକ କ୍ଷୀର ଦେବ, ଶସ୍ୟ କ୍ଷେତ୍ରରୁ ଅଧିକ ଶସ୍ୟ ଆସିବ, ପିଲାମାନେ ଉତ୍ତମ ରେଜଲ୍ଟ କରିବେ, କଳହୀ ସ୍ତ୍ରୀ ବି ପ୍ରେମ କରିବ, ମଦୁଆ ସ୍ୱାମୀ ବି ଆଦର କରିବ ଓ ମଦ ଛାଡ଼ିଦେବ। ସମସ୍ତଙ୍କର ଏକ ବିରାଟ ପରିବର୍ତ୍ତନ ହେବ। ଲୋକ ଜାଣିବେ, ସମାଜରେ ପ୍ରତିପତ୍ତି ବଢ଼ିବ। ସୁତରାଂ ଯଦି 16 ନକ୍ଷତ୍ର, ବିଶାଖା ନକ୍ଷତ୍ର, ତୁଳା ରାଶି, ତେବେ
ରାହୁ ସୁସ୍ଥ ଅବସ୍ଥାରେ ଅଛନ୍ତି ତ ଏ ସୁଖ ଦେବେ, ଯଦି ଅସୁସ୍ଥ ଅଛନ୍ତି ତାହେଲେ ଏସବୁ ସ୍ୱପ୍ନ ଭଳି ଆସିବ, କ୍ଷଣିକ ରହିବ, ପୁଣି ଚାଲିଯିବ। ଏଥର ଆମେ ଯିବା ଆଉ 2 ପାହାଚ ଉପରକୁ ଯିବା, ମାନେ 16ରୁ 15 ପାଖକୁ ଯିବା, ସ୍ୱାତି ନକ୍ଷତ୍ର ପାଖକୁ ଯିବା। ତାଙ୍କୁ ଠିକ୍ 16 ଭଳି ଶାନ୍ତି, ସୁଖ, ପ୍ରେମ, ଦୟା, ଉପକାର, ସାହାଯ୍ୟ ମିଳିବ ଯଦି 15 ନକ୍ଷତ୍ର ସ୍ୱାତି ନକ୍ଷତ୍ର, ତାଙ୍କୁ ସର୍ବସୁଖ ମିଳିବ। ପାରିବାରିକ, ସାମାଜିକ, ଲୌକିକ, ଆର୍ଥିକ, ମାନସିକ, ଶାରୀରିକ ଓ ବନ୍ଧୁଗତ। ବନ୍ଧୁ କିଏ? ବନ୍ଧୁ ଚାଣକ୍ୟ ମହାଜ୍ଞାନୀ ପ୍ରାତଃସ୍ମରଣୀୟ ସେ ଲେଖିଲେ, ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ। ସାରାଂଶ ଏତିକି ଯେ ସୁଖ ଓ ଦୁଃଖର ସାଥୀ ସେ ହିଁ ବନ୍ଧୁ। ଯେମିତି ପିତା ପୁତ୍ର, ପୁଅ ପାଇଁ ବାପା, ବାପା ପାଇଁ ପୁଅ ଅତି ଆପଣାର, ସ୍ୱାମୀ ଆଉ ସ୍ତ୍ରୀ ଏମାନେ ଅଙ୍ଗାଙ୍ଗ ଜଡ଼ିତ, ଜଣକ ବିନା ଆଉ ଜଣେ ଅଧା, ଇଏ ବି ବନ୍ଧୁ। ଯଦି ସେ ଦୁଇ ଜଣ ମଧ୍ୟରେ ଅନାବେଳେ ପ୍ରେମ ଥାଏ, ଯଦି ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ ସତରେ ଭଲ ପାଉଥାଏ, ତାହେଲେ ସେ ବନ୍ଧୁ। ପିତା ପୁତ୍ର ବନ୍ଧୁ, ଭାଇ ଭାଇ ବନ୍ଧୁ, ଭାଇ ପାଇଁ ଭାଇର ଜୀବନ, ଏ ଚିନ୍ତା ଯଦି ଭାଇ ଭାଇରେ ଥାଏ, ଯାହା ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ମଧ୍ୟରେ ଥିଲା, ଯାହା ପାଣ୍ଡବମାନଙ୍କ ମଧ୍ୟରେ ଥିଲା। କିନ୍ତୁ ଇଏ ତ କଳିଯୁଗ ନା, ଏଠି ସେଇଭଳି ଭଲ ଭାଇ, ଭଲ ପତ୍ନୀ, ଭଲ ପୁତ୍ର, ଭଲ ସ୍ୱାମୀ ଟିକେ ମିଳିବା କଷ୍ଟକର। ଯୁଗ ବାଟା ବଦଳି ଯାଇଛି। ଅର୍ଥାତ୍ ଯିଏ ପ୍ରକୃତ ବନ୍ଧୁ ସେ ସବୁଦିନ ପାଇଁ ଆମ ହୃଦୟରେ, ଆମ କଲିଜା ଭଳି ଲାଖି ରହିଥିବ, ତାକୁ ଭୁଲି ହେବନି। ଅର୍ଥାତ୍ ସ୍ୱାତି ନକ୍ଷତ୍ର ସମସ୍ତ ପ୍ରକାର ସୁଖ ପାଇବେ ଯଦି ଜାତକରେ, ଜନ୍ମ ଜାତକରେ ରାହୁ ସୁସ୍ଥ ଅଛନ୍ତି। ଯଦି ଅସୁସ୍ଥ, ତାହେଲେ ଏଇ ଯେଉଁ ସୁଖ ସବୁ ବର୍ଣ୍ଣନା କଲି ତାହା କେବଳ ମରିଚିକା। ସୁଖ ଭଳି ଲାଗିବ, ତରକାରୀ ଲାଲ ଟୁହଟୁ, ବଢ଼ିଆ ବାସନା, କିନ୍ତୁ ଲୁଣିଆ ହେଇଯାଇଛି। ହାତରେ ଡାଲି ଛୁଙ୍କ ହେଲା, ବାସି ମହକିଲା, ହେଲେ ଏଠୁ ମୁଁ ଢାଳି ଦେଲି ଯେ ତମ ଘର ଦୁଆର ଯାଇକିରି କଚାଡ଼ି ହେଲା। ବୁଝା ପଡ଼ୁଛି? ମୋ ସ୍ତ୍ରୀ ଭାରି ସୁନ୍ଦରୀ, ହଁ, ଅପୂର୍ବା ଲାବଣ୍ୟବତୀ, ନବଯୌବନ ସମ୍ପନ୍ନା, ହେଲେ ପାଟି ଖୋଲିଲେ ମୋ କାନ ଦରଜ ହେଇଯାଏ। ଘଡ଼ଘଡ଼ି ତ ଆଉ ମୋ ସ୍ୱାମୀ ଉଚ୍ଚ ଶିକ୍ଷିତ, ବଳିଷ୍ଠ ଯୁବକ, ଯେତେବେଳେ ସେ ଘରୁ ଯାଆନ୍ତି ଭାରି ଭଦ୍ରଲୋକ, ଆସିଲା ବେଳେ ମାଳାଦି ଦୁସରା ବଞ୍ଚିଛୁ କିରେ? ଢୋକେ ପିଇ, ମୁଣ୍ଡ ହଲେଇ, ଛାତି ଥରେଇ, ହାତକୁ ବଙ୍କା କରି ସଭ୍ୟ ଅସଭ୍ୟ ଶବ୍ଦ ପ୍ରୟୋଗ କରନ୍ତି। ତାହେଲେ ଏ ସୁଖ ଥାଇ କ'ଣ ଲାଭ ଅଛି? ଏଇଭଳି ସୁଖ ବା ଦୁଃଖ ବିଚାର କରିବେ। ଯଦି ରାହୁ ସୁସ୍ଥ, ତାହେଲେ ସେ ସବୁ ଶୁଭ ଫଳ ଦେବେ। ଯଦି ଜାତକରେ ରାହୁ ଅଶୁଭ,
ये सबू शुभ खाली स्वप्न भली लगे मरीचिका भली लगे ये गला प्रथम गला राजसम्मान राज सुख 16 पाई विशाखा पाई द्वितीय गला 15 पाई स्वास्थ्य पाई स्वाति नक्षत्र पाई एवं आम जा चित्रा नक्षत्र तुला राशि चित्रा नक्षत्र तुला राशि तांकर बंधु वियोग दुख पंचम राहु तुला पाई पंचम राहु से 15 और 16 को सुख देले किंतु 14 को चित्रा नक्षत्र तुला राशि को से आ सुख दे पारे राहु दुखित मु पक्षपात करुछि ना ना आम जो कर्म सब करूने अनेक काम आम करुचे जहाँ ये समाज को दुख दौची लोक को दुख दौची अनेक कर्म बहुत कम काम करुचे जो थे समाज क्षणिक आनंद पाऊँच तेणु जो मैंने दुखित होचन व्यवहार रे ताले कौन हम कणा छुआ प्रति अबोध शिशु प्रति जदि कौन सी व्यक्ति अनुचित काम करे तो अभिशाप पड़ोनी तो दंड मिलनी यही जो माने कणा शिशु प्रति नारी प्रति दुर्बल व्यक्ति प्रति ब्राह्मण प्रति गुरुजन प्रति अनुचित व्यवहार करती से दैव दंड मिले जहाँकि कथार वर्णना करी हबनी चित्रा नक्षत्र पाई बंधु वियोग बंधु के तो कहली पिता पुत्र पति पत्नी भाई भाई एमाने बंधु आउ ये जो गुआदिया बंधु सातपदिया बंधु बहुर बाप घर कि पुअर ससुर घर बा झीर ससुर घर एमाने क्षणिक बंधु कौदिन उत्सव टे हेले से आसवे बा आमे फोन कले से फोन करेंगे आउ जमती आम खाइबा पीबा पिंधिबा रहिबा को से चिंता करुछंती जब देखा हे आहा कौन सुखिला देखा गले देहमुंड ठीक अच्छी तो यही कुम्भीर कांदना कांदती सी कि प्रकार बंधु बंधु यही माने पति पाई पत्नी पत्नी पाई पति पुत्र पाई पिता पिता पाई पुत्र भाई पाई भाई तेणु ईश्वर न करंतु का उपरे यही बंधु मानक वियोगर चड़क पड़ू ईश्वर न करंतु कार यही बंधुंकर वियोग हटू जदि सुस्थ ताहले यही दुख आसबनी रही असुस्थ ताहले अवश्य ये दुख आसब हे बंधु सुख दुख विषय तो मु कहली तेणु आपण माने आग आपण जन्म जातक देखंतु राहु स्थिति कौठी।